ଜୀବନରେ ବହୁତ ସାରା ସମସ୍ୟା ଆସିବ, କିନ୍ତୁ କେବେ ବି ମନ ଦୁଃଖ କରିବେନି ବନ୍ଧୁଗଣ। କାରଣ ଭଗବାନ ଏମିତି ଏକ ଡିରେକ୍ଟର ଅଟନ୍ତି ଯିଏକି ସବୁଠୁ କଠିନ ରୋଲ୍ ବେଷ୍ଟ ଆକ୍ଟରକୁ ହିଁ ଦେଇଥାନ୍ତି। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ମୋର ଏହି ଚ୍ୟାନେଲକୁ ସ୍ୱାଗତ। ଆଜିର ଏହି ଜ୍ୟୋତିଷଶାସ୍ତ୍ର କାର୍ଯ୍ୟକ୍ରମରେ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆଜି ଆମେ ଜାଣିବା କନ୍ୟା ରାଶି 2024 ନଭେମ୍ବର ମାସଟି କିପରି ରହିବ। କନ୍ୟା ରାଶିର ମାସିକ ରାଶିଫଳ ଉପରେ ଆଲୋଚନା କରିବା। କନ୍ୟା ରାଶି ବ୍ୟକ୍ତିବିଶେଷଙ୍କର ନଭେମ୍ବର ମାସଟି କିପରି ରହିବ, ସମ୍ପୂର୍ଣ୍ଣ ଭାବରେ ଆମେ ସେହି ବିଷୟରେ ଆଲୋଚନା କରିବା। ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ, ସମ୍ପର୍କ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର, ବେପାର କିପରି ରହିବ ସେହି ବିଷୟରେ ବିସ୍ତାର ଭାବରେ ଆଲୋଚନା କରିବା। ନବଗ୍ରହଙ୍କର ସ୍ଥିତି ମଧ୍ୟ ଦେଖିବା। ନବଗ୍ରହ କି ପ୍ରକାର ଫଳ ଦେବାରେ ସକ୍ଷମ ହେବେ, ଶେଷରେ ଅଶୁଭତ୍ୱ ପ୍ରଦାନ କରୁଥିବା କିଛି ବିଶେଷ ପ୍ରତିକାର ମଧ୍ୟ ଜାଣିବା। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା, ଯାହାକି ଜନ୍ମରାଶି ଚନ୍ଦ୍ର ରାଶି ଉପରେ ଆଧାରିତ। ନଭେମ୍ବର ମାସ ଆରମ୍ଭରେ କନ୍ୟା ରାଶିର ନବଗ୍ରହଙ୍କର ସ୍ଥିତି ବିଷୟରେ ସର୍ବପ୍ରଥମେ ଜାଣିବା। ଏହା ପୂର୍ବରୁ ଯଦି ଆପଣଙ୍କର ବି କନ୍ୟା ରାଶି ହୋଇଥାଏ ଏବଂ ଆପଣ ବି ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ଭକ୍ତି କରନ୍ତି, ବିଶ୍ୱାସ କରନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ସବୁଠୁ ପ୍ରଥମେ ଜାଣିବା ଏହି ନଭେମ୍ବର ମାସରେ ନବଗ୍ରହଙ୍କର ସ୍ଥିତି କିପରି ରହିବ। ଯେବେ ନଭେମ୍ବର ମାସ ଆରମ୍ଭ ହେବ, କନ୍ୟା ରାଶିର ନବଗ୍ରହଙ୍କର ସ୍ଥିତି ଏହି ପ୍ରକାରର ରହିବ। ରାଶି ଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା ରାଶି ଏବଂ ଏହି ରାଶିର ଅଧିପତି ହେଉଛନ୍ତି ବୁଧଦେବ ଏବଂ ବୁଧ ଆପଣଙ୍କର ତୃତୀୟ ଭାବରେ ବିରାଜମାନ ଅଛନ୍ତି ଏବଂ ତାଙ୍କ ସହିତ ଶୁକ୍ର ମଧ୍ୟ ବିରାଜମାନ ଅଛନ୍ତି। ଆପଣଙ୍କର ପ୍ରଥମ ଭାବରେ କେତୁ ବିରାଜମାନ ଅଛନ୍ତି, ଦ୍ୱିତୀୟ ଭାବରେ ସୂର୍ଯ୍ୟ ବିରାଜମାନ ଅଛନ୍ତି, ଆପଣଙ୍କର ଷଷ୍ଠ ଭାବରେ ଶନି ବିରାଜମାନ ଅଛନ୍ତି, ଆପଣଙ୍କର ସପ୍ତମ ଭାବରେ ରାହୁ ବିରାଜମାନ ଅଛନ୍ତି, ଆପଣଙ୍କର ଏକାଦଶ ଭାବରେ ମଙ୍ଗଳ ବିରାଜମାନ ଅଛନ୍ତି ଏବଂ ନବମ ଭାବରେ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି। ଧ୍ୟାନ ଦେଇ ଶୁଣନ୍ତୁ। ସ୍ୱାସ୍ଥ୍ୟ ବିଷୟରେ ଜାଣିବା। ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ ନଭେମ୍ବର 2024ରେ। ପ୍ରଥମ ଭାବ ହୋଇଥାଏ ସ୍ୱାସ୍ଥ୍ୟର ଭାବ, ଇମ୍ୟୁନିଟି ସିଷ୍ଟମର ଭାବ ଏବଂ ପ୍ରଥମ ଭାବର ଅଧିପତି ହେଉଛନ୍ତି ବୁଧଦେବ। ବୁଧ ଆପଣଙ୍କର ତୃତୀୟ ଭାବରେ ବିରାଜମାନ ଅଛନ୍ତି ଏବଂ ପ୍ରଥମ ଭାବରେ କେତୁ ବିରାଜମାନ ଅଛନ୍ତି। ବନ୍ଧୁଗଣ, ଆପଣଙ୍କର ରାଶିର ସ୍ୱାମୀ ବୁଧଦେବ ଏହି ମାସରେ ଖରାପ ସ୍ଥିତିରେ ଅଛନ୍ତି ଏବଂ ଭଲ ସ୍ଥିତିରେ ନାହାନ୍ତି, କାରଣ ତୃତୀୟ ଭାବକୁ ଉପରେ ସ୍ଥାନ ମାନାଯାଇଥାଏ। ରାଶି ଚକ୍ରରେ ଯେତେବେଳେ ରାଶିର ସ୍ୱାମୀ ଆପଣଙ୍କର 6, 8 ଏବଂ 12 ଏବଂ ତୃତୀୟ ଭାବରେ ଚଳନ କରିଥାନ୍ତି, ତ ଆପଣଙ୍କୁ ସ୍ୱାସ୍ଥ୍ୟରେ କିଛି ସମସ୍ୟା ଦେଖା ଦେଇଥାଏ। ଏହି ସମୟରେ ଆପଣଙ୍କର ତ୍ୱଚା ସମ୍ବନ୍ଧୀୟ ସମସ୍ୟା କିଛି ଦେଖା ଦେଇପାରେ, ସ୍କିନ୍ ରିଲେଟେଡ୍ ସମସ୍ୟା କିଛି ଦେଖା ଦେଇପାରେ, ଏଲର୍ଜି ଭଳି ସମସ୍ୟା ଦେଖା ଦେଇପାରେ, ଥଣ୍ଡା, ଜ୍ୱର ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ। ଏଥିପ୍ରତି ଟିକିଏ ଧ୍ୟାନ ଦେବେ। ତୃତୀୟ ଭାବ ସାହସ, ପରାକ୍ରମର ଭାବ ହୋଇଥାଏ ଏବଂ ଅଧିକ ପରିଶ୍ରମର ଭାବ ହୋଇଥାଏ। କୌଣସି କାର୍ଯ୍ୟରେ ଅଧିକ ପରିଶ୍ରମ କରିବା ଯୋଗୁଁ ଆପଣଙ୍କର ମୁଣ୍ଡ ବିନ୍ଧା ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ। ଏଥିପ୍ରତି ଆପଣ ଟିକିଏ ଧ୍ୟାନ ଦେବେ। ଏବେ ଜାଣିବା ଶିକ୍ଷା ବିଷୟରେ। ଆପଣଙ୍କର ନଭେମ୍ବର 2024ରେ ଶିକ୍ଷା କ୍ଷେତ୍ର କିପରି ରହିବ। ପଞ୍ଚମ ଭାବ ହୋଇଥାଏ ଶିକ୍ଷା କ୍ଷେତ୍ରର ଭାବ ଏବଂ ପଞ୍ଚମ ଭାବର ଅଧିପତି ହେଉଛନ୍ତି ଶନିଦେବ ଏବଂ ଶନି ଆପଣଙ୍କର ଷଷ୍ଠ ଭାବରେ ବିରାଜମାନ ଅଛନ୍ତି। ବନ୍ଧୁଗଣ,
ଏଠାରେ ଶନିଙ୍କର ସ୍ଥିତି ବହୁତ ଭଲ ଅଛି। ଷଷ୍ଠ ଭାବରେ ଶନିଙ୍କୁ ବହୁତ ଭଲ ମାନାଯାଇଥାଏ। ଏବଂ ବହୁତ ବଡ଼ କଥା ହେଉଛି 15 ନଭେମ୍ବରକୁ ଶନିଦେବ ବକ୍ରି ହେବ ଯାଉଛନ୍ତି। ଏହି ମାସରେ ପାଠପଢ଼ା ସର୍ବଶ୍ରେଷ୍ଠ ରହିବ। ପୂର୍ବରୁ ଯଦି ଆପଣଙ୍କର ପାଠପଢ଼ାରେ ସମସ୍ୟା ଥିଲା, ଆପଣଙ୍କର ଆଡ଼ମିସନରେ କିଛି ସମସ୍ୟା ଆସୁଥିଲା, ତେବେ ତାହା ମଧ୍ୟ ଏହି ମାସରେ ଦୂର ହୋଇଯିବ। ଆପଣ ଆପଣଙ୍କର ପାଠପଢ଼ାରେ ବହୁତ ଅଧିକା ଉନ୍ନତି କରିବେ। ଆପଣଙ୍କ ଭିତରେ ମ୍ୟାଚୁରିଟି ଲେଭେଲ୍ ବଢ଼ିବ ଏବଂ କନଫିଡେନ୍ସ ବଢ଼ିବ। ଜ୍ଞାନ ଆପଣଙ୍କ ପାଠପଢ଼ାରେ ବହୁତ ଅଧିକ ଉନ୍ନତି କରିବେ। ଯଦି ଏହି ମାସରେ କିଛି ଏକ୍ଜାମ ଅଛି, 15 ନଭେମ୍ବର ପରେ ଯଦି ଏକ୍ଜାମ ଅଛି, ସେଥିରେ ଆପଣ ନିଶ୍ଚୟ ଉନ୍ନତି କରିବେ। ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଇପାରନ୍ତି, ବିଦେଶକୁ ଯାଇପାରନ୍ତି, ନୂତନ ସ୍ଥାନରେ ଆଡ଼ମିସନ୍ ହୋଇପାରନ୍ତି, କୌଣସି ଫର୍ମ ଫିଲ୍ଅପ୍ କରିପାରନ୍ତି, ପାଠପଢ଼ାକୁ ନେଇ ବଡ଼ ଡିସିସନ୍ ନେଇପାରନ୍ତି। ଆପଣଙ୍କର ପାଠପଢ଼ାର ସ୍ଥିତି ବହୁତ ଭଲ ଅଛି। ଏବେ ଜାଣିବା ଆପଣଙ୍କର ପ୍ରେମ ଜୀବନ କିପରି କଟିବ ଏବଂ କିପରି ରହିବ। ଏହି ନଭେମ୍ବର ମାସ 2024ରେ ବନ୍ଧୁଗଣ, ପଞ୍ଚମ ଭାବ ହୋଇଥାଏ ପ୍ରେମ ଜୀବନର ଭାବ, ଶିକ୍ଷାର ଭାବ ଏବଂ ସନ୍ତାନର ଭାବ। ଏବଂ ପଞ୍ଚମ ଭାବରେ ଅଧିପତି ଶନିଦେବ ଆପଣଙ୍କର ଷଷ୍ଠ ଭାବରେ ବିରାଜମାନ ଅଛନ୍ତି। ବନ୍ଧୁଗଣ, ଏହି ମାସରେ ମଙ୍ଗଳ ଆପଣଙ୍କର ପଞ୍ଚମ ଭାବକୁ ଦେଖୁଛନ୍ତି। ଆପଣ ଯାହା ସହିତ ବି ରିଲେସନସିପ୍ରେ ଅଛନ୍ତି ଏବଂ ଯିଏ ବି ଆପଣଙ୍କର ପାର୍ଟନର ଅଛନ୍ତି, ତାଙ୍କ ଭିତରେ ଟିକିଏ କ୍ରୋଧ ଦେଖା ଦେଇପାରେ, ଜିଦପଣ ଦେଖା ଦେଇପାରେ। କ୍ରୋଧ କାରଣରୁ ଆପଣ ଦୁଇ ଜଣଙ୍କ ମଧ୍ୟରେ ସମୟ ସମୟରେ କଳି ଝଗଡ଼ା ଏବଂ ମନ ମତାନ୍ତର ମଧ୍ୟ ଦେଖା ଦେଇପାରେ। ଏବଂ 15 ନଭେମ୍ବରକୁ ଶନିଦେବ ମାର୍ଗ ହେବାକୁ ଯାଉଛନ୍ତି। ଯେଉଁମାନଙ୍କର ପୂର୍ବରୁ କଥାବାର୍ତ୍ତା ବନ୍ଦ ହୋଇଯାଉଥିଲା କିମ୍ବା ବ୍ରେକଅପ୍ ଆଦି ହୋଇଯାଉଥିଲା, ସେମାନଙ୍କର ପୁଣି ଥରେ କଥାବାର୍ତ୍ତା ହୋଇଯାଇପାରେ। ଏବେ ଜାଣିବା ବୈବାହିକ ଜୀବନ କିପରି ରହିବ ଏହି ନଭେମ୍ବର ମାସ 2024ରେ। ବନ୍ଧୁଗଣ, ସପ୍ତମ ଭାବ ହୋଇଥାଏ ବୈବାହିକ ଜୀବନର ଭାବ ଏବଂ ସପ୍ତମ ଭାବର ଅଧିପତି ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି ଏବଂ ଆପଣଙ୍କର ଭାବରେ ରାହୁ ବିରାଜମାନ ଅଛନ୍ତି। ବନ୍ଧୁଗଣ, ଏଠାରେ ମୁଁ ଆପଣଙ୍କୁ ଗୋଟିଏ କଥା କହିବି, ଆପଣଙ୍କ ବୈବାହିକ ଜୀବନ ଭଲ ଅଛି। କାହିଁକି ନା ଗୁରୁ ଆପଣଙ୍କର ଭାଗ୍ୟ ଭାବରେ ଅଛନ୍ତି, କିନ୍ତୁ ରାହୁ ଆପଣଙ୍କର ସପ୍ତମ ଭାବରେ ଥିବାରୁ ଆପଣଙ୍କ ବୈବାହିକ ଜୀବନରେ ସମସ୍ତ ସମସ୍ୟା ଦେଖାଦେଉଥିବ ଏବଂ ଏହି ମାସରେ ମଧ୍ୟ କିଛିଟା ସମସ୍ୟା ଦେଖାଦେବ। କାହିଁକି ନା ରାହୁ ହେଉଛନ୍ତି ଭ୍ରମିତ ଗ୍ରହ, ଆପଣଙ୍କ ମନକୁ ଡାଇଭର୍ଟ କରିପାରନ୍ତି। ଏମିତିକି ଡିଭୋର୍ସ ଦେବା ପାଇଁ ମଧ୍ୟ କଥା ଯାଇପାରେ। କେବଳ ଏହି ମାସ ନୁହେଁ, ଆଗାମୀ 4ରୁ 5 ମାସ ପର୍ଯ୍ୟନ୍ତ ଆପଣ ଆପଣଙ୍କ ବୈବାହିକ ଜୀବନ ଉପରେ ବିଶେଷ ଧ୍ୟାନ ରଖନ୍ତୁ। ରାହୁ ହେଉଛନ୍ତି ଆକସ୍ମିକ ଗ୍ରହ। ଆକସ୍ମିକ ଭାବରେ ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଆସିପାରେ, ଯାହା ଆପଣ କେବେ ବି ଭାବିନଥିବେ। ଆପଣଙ୍କୁ ମଧ୍ୟ ମନ ମତାନ୍ତର, କଳି ଝଗଡ଼ା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ। ଏଥିପ୍ରତି ବିଶେଷ ଧ୍ୟାନ ଦେବେ। ଆପଣଙ୍କର ଲାଇଫ୍ ପାର୍ଟନରଙ୍କର କ୍ୟାରିୟର ମଧ୍ୟ କିଛି ଅସୁବିଧା ହୋଇପାରେ କିମ୍ବା ସ୍ୱାସ୍ଥ୍ୟରେ ମଧ୍ୟ କିଛି ସମସ୍ୟା ଦେଖା ଦେଇପାରେ। ଯେତେ ସମସ୍ୟା ଆସିଲେ ମଧ୍ୟ ଯେହେତୁ ଗୁରୁଦେବ ଆପଣଙ୍କର ଭାଗ୍ୟ ଭାବରେ ଅଛନ୍ତି, ତ ସମସ୍ତ ସମସ୍ୟାରୁ ଆପଣଙ୍କୁ ବଞ୍ଚାଇବାରେ ଚେଷ୍ଟା କରିବେ। ଆପଣଙ୍କ ମନ ଭିତରେ ଡାଉଟ୍ ଆସିପାରେ, ମିସ୍ଅଣ୍ଡରଷ୍ଟାଣ୍ଡିଂ ହୋଇପାରେ। ଏଥିପ୍ରତି ଆପଣ ଟିକିଏ ଧ୍ୟାନ ଦେବେ। ଏଥିପାଇଁ ଆପଣ ଉପାୟ ଅବଶ୍ୟ ଅବଲମ୍ବନ କରନ୍ତୁ। ଉପାୟ ଆମେ ଭିଡ଼ିଓର ଶେଷରେ ଜାଣିବା। ଏବେ ଜାଣିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗ୍ୟ, କ୍ୟାରିୟର, ବ୍ୟାପାର ବାଣିଜ୍ୟ ବିଷୟରେ କିପରି ରହିବ ଏହି ନଭେମ୍ବର ମାସ 2024ରେ। ବନ୍ଧୁଗଣ, ନବମ ଭାବ ହୋଇଥାଏ ଆପଣଙ୍କର ଭାଗ୍ୟର ଭାବ ଏବଂ ଦଶମ ଭାବ ହୋଇଥାଏ ଆପଣଙ୍କର କ୍ୟାରିୟରର ଭାବ। ନବମ ଭାବର ଅଧିପତି ହେଉଛନ୍ତି ଶୁକ୍ରଦେବ ଏବଂ ଶୁକ୍ର ଆପଣଙ୍କର ତୃତୀୟ ଭାବ ବିରାଜମାନ ଅଛନ୍ତି। ଏହି ମାସରେ ଆପଣଙ୍କର ଭାଗ୍ୟ ବହୁତ ଭଲ ଅଛି, ସର୍ବଶ୍ରେଷ୍ଠ ରହିବ। କାହିଁକି ନା ଭାଗ୍ୟ ଭାବରେ ଅଧିପତି ଶୁକ୍ର ଆପଣଙ୍କର ଭାଗ୍ୟ ଭାବକୁ ହିଁ ଦେଖୁଛନ୍ତି।
ତ ଭାଗ୍ୟ ଆପଣଙ୍କର ସାଥ ଦେବ, ପୂର୍ଣ୍ଣ ମାତ୍ରାରେ ସାଥ ଦେବ। ଆପଣଙ୍କର କମ୍ ସମୟରେ ବହୁତ କାର୍ଯ୍ୟରେ ସଫଳତା ପାଇବେ। କୌଣସି ବଡ଼ ଇନଭେଷ୍ଟମେଣ୍ଟ କରିପାରନ୍ତି କିମ୍ବା କୌଣସି ବଡ଼ କାମ ଆରମ୍ଭ କରିପାରନ୍ତି। ଏହି ମାସରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଆପଣଙ୍କ ଗୃହରେ ହୋଇପାରେ। ଏବଂ ଗୁରୁ ହେଉଛନ୍ତି ଧର୍ମର କାରକ ଗ୍ରହ, ଭାଗ୍ୟର କାରକ ଗ୍ରହ। ଏହି ସମୟରେ ଆପଣଙ୍କର ମନ ଧର୍ମ ଆଡ଼କୁ ଅଗ୍ରସର ହୋଇପାରେ। ଆପଣ ଟିକେ ସାମାଜିକ କାର୍ଯ୍ୟରେ ମନ ଦେଇପାରନ୍ତି, କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ ଏବଂ ଟ୍ରେଡିଂରେ କାମ କରୁଥିବା ଲୋକମାନଙ୍କୁ ବହୁତ ଅଧିକ ସଫଳତା ପ୍ରାପ୍ତି ହେବ, ଆକସ୍ମିକ ଲାଭ ପ୍ରାପ୍ତି ହେବ। ଆପଣ କୌଣସି ଯାନବାହନ, ଭୂମି, ପ୍ରପର୍ଟି ଇତ୍ୟାଦି କ୍ରୟ କରିପାରନ୍ତି। ଏହି ମାସରେ ଭାଗ୍ୟ ବହୁତ ଭଲ ଅଛି। ଆପଣ କିଛି ବି ଭଲ କାମ କରିପାରିବେ। କ୍ୟାରିୟରର କଥା ହେବା ଯଦି, ଦଶମ ଭାବ ହୋଇଥାଏ କ୍ୟାରିୟରର ଭାବ ଏବଂ ଦଶମ ଭାବର ଅଧିପତି ହେଉଛନ୍ତି ବୁଧଦେବ ଏବଂ ବୁଧ ଆପଣଙ୍କର ତୃତୀୟ ଭାବରେ ବିରାଜମାନ ଅଛନ୍ତି। ଦେଖନ୍ତୁ, ଏହି ମାସରେ ଆପଣଙ୍କର ପାଖକୁ ବହୁତ ଗୁଡ଼ିଏ କାମ ଆସିପାରେ, କାହିଁକି ନା ବୁଧ ଆପଣଙ୍କର ତୃତୀୟ ଭାବରେ ଅଛନ୍ତି। ତୃତୀୟ ଭାବ ପରିଶ୍ରମର ଭାବ ହୋଇଥାଏ। କର୍ମକ୍ଷେତ୍ରରେ ଆପଣଙ୍କୁ ଟିକେ ଅଧିକା କାମ କରିବାକୁ ପଡ଼ିପାରେ। ଏହି ମାସରେ ଆପଣ ଆପଣଙ୍କର କର୍ମକ୍ଷେତ୍ରକୁ ନେଇ କୌଣସି ଛୋଟ ମୋଟ ଜାଗାକୁ ଯାତ୍ରା କରିପାରନ୍ତି। ବିଦେଶ ଯିବାର ମଧ୍ୟ ବାଟ ଖୋଜୁଅଛି ଏବଂ ବୁଧ ଏଠାରେ ବସି ଭାଗ୍ୟ ଭାବକୁ ଦେଖୁଛନ୍ତି। ପ୍ରମୋସନ୍ ହେବାର ମଧ୍ୟ ଯୋଗ ବନୁଅଛି ଏବଂ ଯେଉଁମାନଙ୍କ ପାଖରେ କୌଣସି ଚାକିରି ନାହିଁ ତ ସେମାନଙ୍କୁ ଚାକିରି ମଧ୍ୟ ପ୍ରାପ୍ତି ହୋଇପାରେ। କର୍ମକ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ, କିନ୍ତୁ ସଫଳତା ଅବଶ୍ୟ ପ୍ରାପ୍ତି ହେବ। ଉପର ଅଫିସରଙ୍କ ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ। ବେପାର ବାଣିଜ୍ୟର କଥା ହେବା ଯଦି, ସପ୍ତମ ଭାବ ହେଉଥାଏ ବେପାର ବାଣିଜ୍ୟର ଭାବ ଏବଂ ସପ୍ତମ ଭାବରେ ରାହୁ ବିରାଜମାନ ଅଛନ୍ତି ଏବଂ ସପ୍ତମ ଭାବରେ ଅଧିପତି ବୃହସ୍ପତି ଆପଣଙ୍କର ଭାଗ୍ୟ ଭାବରେ ଅଛନ୍ତି। ଏହି ମାସରେ ବେପାର ବାଣିଜ୍ୟରେ ଫଳ ପ୍ରାପ୍ତି କରିବେ। ରାହୁ ହେଉଛନ୍ତି ଆକସ୍ମିକର ଗ୍ରହ, ଆକସ୍ମିକ ଲାଭ ହୋଇପାରେ, ଆକସ୍ମିକ ଲସ୍ ମଧ୍ୟ ହୋଇପାରେ। ଆପଣଙ୍କର ଡେଲି ଇନକମ୍ରେ ବୃଦ୍ଧି ଆସିପାରେ, କାହିଁକି ନା ବୃହସ୍ପତି ଆପଣଙ୍କର ଭାଗ୍ୟ ଭାବରେ ଅଛନ୍ତି ଏବଂ ସମୟ ସମୟରେ ଆପଣ କୌଣସି ପାର୍ଟନରସିପ୍ ବେପାର ବାଣିଜ୍ୟରେ ମନ ଦିଅନ୍ତୁ ନାହିଁ। ଆପଣଙ୍କୁ ଧୋକା ମିଳିପାରେ, କେହି ଆପଣଙ୍କୁ ଧୋକା ଦେଇପାରନ୍ତି ଏବଂ ବେପାର ବାଣିଜ୍ୟରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଏବେ ଜାଣିବା ଉପାୟ ବିଷୟରେ, ଯାହାକୁ ପାଳନ କରିବା ଦ୍ୱାରା ଏହି ମାସରେ ଯାହା ବି କିଛି ସମସ୍ୟା ରହୁଅଛି ଯାହା ଦୂର ହୋଇପାରିବ। ପ୍ରଥମ କଥାଟି ହେଲା, ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ ଏବଂ ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ଦୁବ ଘାସ ଅର୍ପଣ କରନ୍ତୁ। ଶୁଭ ଫଳ ପ୍ରାପ୍ତି ହେବ ଏବଂ ବୁଧ ଗ୍ରହଙ୍କର ବୀଜ ମନ୍ତ୍ର ଜପ ଅବଶ୍ୟ କରନ୍ତୁ। ମନ୍ତ୍ରଟି ହେଲା ଓମ୍ ବ୍ରାଂ ବ୍ରିଂ ବ୍ରୋଂ ସହ ବୁଦ୍ଧାୟ ନମଃ। ଏହି ମନ୍ତ୍ରକୁ 108 ଥର ପ୍ରତ୍ୟେକ ଦିନ ଜପ କରନ୍ତୁ। ଶୁଭ ଫଳ ପ୍ରାପ୍ତି ହେବ। ଆପଣଙ୍କ ଜୀବନରେ ନୂତନ ସୂର୍ଯ୍ୟ ଉଦୟ ହେବ। ଜୀବନରେ ସବୁ ସମସ୍ୟାର ଅନ୍ତ ଘଟିବ, ଭାଗ୍ୟ ବଦଳିବ। ପ୍ରତିଦିନ ମା ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରନ୍ତୁ, ଭାଗ୍ୟ ଚମକିବ ଏବଂ ଦୁଃଖ ଦୂର ହେବ। ଅଧିକ ଶୁଭ ଫଳ ପ୍ରାପ୍ତି ପାଇଁ ପ୍ରତିଦିନ ହନୁମାନ ଚାଳିଶାର ପାଠ କରନ୍ତୁ। ହେଲେ ଦର୍ଶକ ବନ୍ଧୁ, ଏଇ ତ ଥିଲା କନ୍ୟା ରାଶିର ଏହି ମାସର ରାଶିଫଳ ବିଷୟରେ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ। ରଖୁଛି, ଜୟ ଜଗନ୍ନାଥ, ଧନ୍ୟବାଦ।